ଅନେକ ଦିନ ତଳର କଥା। ସରିପୁର ଗାଁରେ ଜଣେ ବୁଢ଼ା ରହୁଥିଲା। ତାର ଦିବାକର ନାମରେ ଗୋଟେ ପୁଅ ଥିଲା। ଦିନେ ବୁଢ଼ା ତା ପୁଅକୁ ଡାକି କହିଲା, ମୋର ତ ବଳ ବୟସ ଗଲାଣି, ଘର ଚଳାଇବା କଷ୍ଟ ହୋଇ ପଡ଼ିଲାଣି। କେତେବେଳେ କୋଉ କଥା, ତୁ କିଛି କାମଧନ୍ଦା କର, ଯୋଉ କାମ କରିବୁ ମୁଁ ତତେ ମନା କରିବିନି। ଦିବାକର କହିଲା, ମତେ ଅନୁମତି ଦେଲେ ଦୂର ଗାଁକୁ ଯାଇ ମୋ ବୁଦ୍ଧି ବଳରେ ବହୁ ଧନରତ୍ନ ଆଣି ଅଳ୍ପ ଦିନ ଭିତରେ ଫେରି ଆସିବି। ବୁଢ଼ା କହିଲା, ଯେମିତି ଉପାୟରେ ପଇସା ରୋଜଗାର କରୁଛୁ କର, ମୋର କିଛି ଆପତ୍ତି ନାହିଁ। ଦିବାକର ବାପାଙ୍କ ଅନୁମତିରେ ତା ପରଦିନ ସକାଳୁ ଯାତ୍ରା ଆରମ୍ଭ କଲା। ଚାଲି ଚାଲି ପ୍ରାୟ ସନ୍ଧ୍ୟା ବେଳକୁ ସେ ଏକ ଜଙ୍ଗଲରେ ଯାଇ ପହଞ୍ଚିଲା। ସେତେବେଳକୁ ଭୋକ ଶୋଷରେ ତା ଅବସ୍ଥା ଖରାପ ହୋଇ ଯାଇଥାଏ। ଏପଟେ ଅନ୍ଧାର ବି ମାଡ଼ି ଆସୁଥାଏ। ମନରେ ସାହସ ବାନ୍ଧି ସେ ଆଗକୁ ଚାଲିଥାଏ। କିଛି ବାଟ ଯିବା ପରେ ଦେଖିଲା, ଜଙ୍ଗଲ ଭିତରେ ଏକ କୁଡ଼ିଆ ଦେଖାଯାଉଛି। ସେ କୁଡ଼ିଆ ଭିତରେ ଦିକ୍ ଦିକ୍ ହୋଇ ଆଲୋକ ଜଳୁଛି। ଦିବାକର ସେହି ଆଲୋକ ଆସୁଥିବା ଦିଗକୁ ଚାଲିବାକୁ ଲାଗିଲା। ଅଳ୍ପ ସମୟ ଭିତରେ ସେଠାରେ ପହଞ୍ଚି କବାଟ ଖୋଲା ଥିବାର ଦେଖି ଭିତରକୁ ଗଲା। ଦେଖିଲା, ଜଣେ ବୁଢ଼ା ନିଆଁ ପାଖରେ ବସି ସେକି ହେଉଛି। ଦିବାକର ବୁଢ଼ାକୁ ପ୍ରଣାମ କରି ତା ପାଖରେ ଯାଇ ବସି ପଡ଼ିଲା। ବୁଢ଼ା ହଠାତ୍ ଜଣେ ଅଜଣା ବ୍ୟକ୍ତିକୁ ପାଖରେ ବସି ପଡ଼ିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ପଚାରିଲା, ପୁଅ, ତୁ ଏଠାକୁ କାହିଁ ଆସିଲୁ? ଦିବାକର କହିଲା, ମୁଁ ବହୁତ ବାଟ ଚାଲି ଚାଲି ଥକି ପଡ଼ିଛି, ମୋତେ ରାତିକ ପାଇଁ ଟିକେ ଆଶ୍ରୟ ଦିଅ। ବୁଢ଼ା କହିଲା, ଏ ଘର ମୋର ନୁହେଁ, ଏଠି ଡାକୁମାନେ ରହନ୍ତି, ସେମାନଙ୍କ ପାଖରେ ମୁଁ କାମ କରେ। ତତେ ଯଦି ମୋ ପାଖରେ ଦେଖିବେ ଜୀବନରୁ ମାରି ପକାଇବେ। ଦିବାକର କହିଲା, ଯିଏ ଆସିବା କଥା ଆସୁ, ମୋତେ ଏବେ ନିଦ ଲାଗିଲାଣି, ମୁଁ ଯାଉଛି ଶୋଇବି। ଦିବାକର ସେଠାରେ ପଡ଼ିଥିବା ଏକ ଚାଦର ଘୋଡ଼ାଇ ହୋଇ ନିଘୋଡ଼ ନିଦରେ ଯାଇ ଶୋଇପଡ଼ିଲା। ଅଳ୍ପ ସମୟ ଭିତରେ ଡାକୁମାନେ ଆସି ପହଞ୍ଚିଲେ। ଜଣେ ଅଜଣା ବ୍ୟକ୍ତିକୁ ତାଙ୍କ ଘରେ ଶୋଇଥିବାର ଦେଖି ଭୀଷଣ ରାଗିଗଲେ। ବୁଢ଼ାକୁ ପଚାରିବାରୁ ବୁଢ଼ା କହିଲା, ଏ ଲୋକକୁ ମୁଁ ଜାଣିନି, ତାକୁ ଯେତେ ମନା କଲି ମୋ କଥା ସେ ଶୁଣିଲାନି, ଜୋର ଜବରଦସ୍ତି ଆସି ଶୋଇପଡ଼ିଲା। ସର୍ଦ୍ଦାର ରାଗିଯାଇ କହିଲା, ମଉସା, ୟା ପାଖରେ କିଛି ଧନରତ୍ନ ଅଛି ନା ଇଏ ଖାଲି ହାତରେ ଆସିଛି? ବୁଢ଼ା କହିଲା, ମୁଁ ଜାଣିବାରେ ୟା ପାଖରେ କିଛି ନାହିଁ। ଘରେ ପାଟିତୁଣ୍ଡ ଶୁଣି ଦିବାକରର ନିଦ ଭାଙ୍ଗିଗଲା। ପାଖରେ ଡାକୁମାନଙ୍କୁ ଦେଖି କହିଲା, ଭାଇମାନେ, ଏ ଦୁନିଆରେ ମୋର କେହି ନାହାନ୍ତି, ତୁମ ଦଳରେ ମୋତେ ଯଦି ସାମିଲ କରିଦିଅନ୍ତ, ମୋ ବୁଦ୍ଧି ବଳରେ ତୁମକୁ ବହୁ ଧନରତ୍ନ ଦେଇପାରନ୍ତି। ସର୍ଦ୍ଦାର କହିଲା, ଆମେ ଯାହା କରୁଛୁ ତୁ ସେ କାମ ପାରିବୁନୁ। ଦିବାକର କହିଲା, ଲୋକମାନଙ୍କୁ ଠକିବା ମୋତେ ଭଲ ଭାବରେ ଜଣାଅଛି। ସର୍ଦ୍ଦାର କହିଲା, ଏଠୁ ଅଳ୍ପ ଦୂରରେ ଏକ ଗାଁ ପଡ଼ିବ। ସେହି ଗାଁରେ ରାମୁ ନାମରେ ଜଣେ ଚାଷୀ ଅଛି। ତା ଝିଅ ବାହାଘର ପାଇଁ ସେ ତାର ଗୋଟେ ବଳଦକୁ କାଲି ହାଟରେ ନେଇ ବିକିବାକୁ ଯିବ। ତୁ ଯଦି ତା ବଳଦ ଠକି ଆଣିବୁ, ଆମ ଦଳରେ ତତେ ଆମେ ସାମିଲ କରିଦବୁ। ଦିବାକର ଟିକେ ଚିନ୍ତା କରି କହିଲା, ଠିକ ଅଛି, ସେ ବଳଦ ମୁଁ ନେଇ ଆସିବି। ତା ପରଦିନ ସକାଳ ହେଲା। ଡାକୁମାନେ ଦୂରରେ ଥାଇ ରାମୁର ଘର ଦେଖାଇଦେଲେ। ଦିବାକର ସେ ଡାକୁମାନଙ୍କୁ ବୁଦା ଆଢୁଆଳରେ ଲୁଚି ରହିବାକୁ କହି ନିଜକୁ ଏକ ଦଉଡ଼ି ସାହାଯ୍ୟରେ ମଜବୁତ କରି ଗଛରେ ବାନ୍ଧି ଦେଇ ଠିଆ ହୋଇଗଲା। ଅଳ୍ପ ସମୟ ଭିତରେ ରାମୁ ତା ବଳଦକୁ ଧରି ସେହି ବାଟ ଦେଇ ଆସିଲା। ଯେମିତି ସେ ଦିବାକର ପାଖରେ ହୋଇଛି, ଦିବାକର କହିଲା, ଭାଇ, କୁଆଡ଼େ ଯାଉଛ? ମୋତେ ଟିକେ ଖୋଲି ଦେଇ ଯାଅ। ରାମୁ କହିଲା, ମୁଁ ବଳଦ ବିକ୍ରି କରିବାକୁ ଯାଉଛି। ଠିକ ସମୟରେ ଯଦି ହାଟରେ ପହଞ୍ଚିବିନି, ମୋ ବଳଦ ବିକ୍ରି ହୋଇପାରିବନି। ସେ ଏତିକି କହି ଚାଲିଯିବା ପରେ ଦିବାକର ନିଜ ଦେହରେ ବାନ୍ଧିଥିବା ଦଉଡ଼ିକୁ ଫିଟାଇ ବଣବୁଦା ଆଢୁଆଳରେ ଲୁଚି ଲୁଚି ତାଠାରୁ ଆଗକୁ ଦୌଡ଼ିଲା। କିଛି ବାଟ ଯିବା ପରେ ମୁଖ୍ୟ ରାସ୍ତାକୁ ଆସି ପୁଣି ନିଜ ଦେହକୁ ଦଉଡ଼ିରେ ବାନ୍ଧି ଆଉ ଏକ ଗଛ ପାଖରେ ଯାଇ ଠିଆ ହୋଇଗଲା। କିଛି ସମୟ ପରେ ରାମୁ ଚାଲି ଚାଲି ତା ପାଖରେ ଆସି ପହଞ୍ଚିଲା। ଦେଖିଲା, ସେହି ଲୋକଟି ଆଉ ଏକ ଗଛରେ ବନ୍ଧା ହୋଇଛି। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। କହିଲା, ଭାଇ, ତମେ ତ ବହୁ ପଛରେ ବନ୍ଧା ହୋଇଥିଲ, ଏଠାକୁ କେମିତି ଆସିଲ? ବୋଧେ ଯାଦୁ ବିଦ୍ୟା ଜାଣିଛ, ନହେଲେ ତମେ ଗୋଟେ ଭୂତ ହୋଇଥିବ। ଦିବାକର କହିଲା, ଦୟାକରି ମୋ ଦଉଡ଼ି ଖୋଲି ଦିଅ। ରାମୁ କହିଲା, ଏ ବଳଦ ବିକିବାକୁ ମୁଁ ହାଟକୁ ଯାଉଛି, ଡେରି ହେଲେ ମୋ ବଳଦ ବିକ୍ରି ହୋଇପାରିବନି। ଏତିକି କହି ଯେମିତି ସେ ଆଗକୁ ଯାଇଛି, ଏପଟେ ଦିବାକର ପୂର୍ବପରି ନିଜ ଦଉଡ଼ିକୁ ଫିଟାଇ
ପୁଣି ଥରେ ବୁଦା ଆଢୁଆଳରେ ଲୁଚି ଲୁଚି ରାମୁଠାରୁ ଆଗକୁ ଚାଲିଗଲା। ମୁଖ୍ୟ ରାସ୍ତାକୁ ଆସି ତୃତୀୟ ଥର ନିଜକୁ ଆଉ ଏକ ଗଛରେ ବାନ୍ଧି ଠିଆ ହୋଇଗଲା। ରାମୁ ଚାଲି ଚାଲି ଯେମିତି ତା ପାଖରେ ପହଞ୍ଚିଛି, ତୃତୀୟ ଥର ସେହି ଲୋକଟି ତା ଆଗକୁ ଆସି ପୁଣି ବନ୍ଧା ହୋଇଯାଇଥିବାର ଦେଖି ବହୁତ ଡରିଗଲା। ବଡ଼ ପାଟିରେ କହିଲା, ଭାଇ ମୋତେ ଛାଡ଼ି ଦିଅ, ମୋ ପଛରେ କାହିଁ ପଡ଼ିଛ କହିଲ? ଦିବାକର କହିଲା, ତମେ ଡରନି, ମୁଁ ଭୂତ ନୁହେଁ। ଯେଉଁ ଦୁଇ ଜଣକୁ ତମେ ବନ୍ଧା ହୋଇଥିବାର ଦେଖିଥିଲ ସେମାନେ ମୋ ଯାଆଁଳା ଭାଇ। ଡାକୁମାନେ ଆମକୁ ଏ ଜଙ୍ଗଲରେ ଅଲଗା ଅଲଗା ସ୍ଥାନରେ ବାନ୍ଧି ଦେଇ ଯାଇଛନ୍ତି। ଦୟାକରି ମୋତେ ଖୋଲିଦିଅ। ରାମୁ କିଛି ସମୟ ଚିନ୍ତା କରିବା ପରେ କହିଲା, ତୁ ମୋତେ ବୋକା ଭାବିଛୁ। ଯାଇ ଦେଖିବି ସେ ଦି ଜଣ ଯଦି ବନ୍ଧା ହୋଇ ରହିଥିବେ ତୋ କଥା ସତ, ଯଦି ସେମାନେ ନଥିବେ ବୁଝିବି ତୁ ମିଛ କହୁଛୁ। ଏହାପରେ ରାମୁ ତା ବଳଦକୁ ଏକ ଗଛରେ ବାନ୍ଧି ସେ ଦୁଇ ଜଣକୁ ଦେଖିବା ପାଇଁ ପଛକୁ ଦୌଡ଼ିଲା। ରାମୁ ଚାଲିଯିବା ପରେ ଦିବାକର ନିଜ ଦେହକୁ ଦଉଡ଼ିରୁ ଖୋଲି ବଳଦକୁ ଧରି ସେଠାରୁ ଚମ୍ପଟ ମାରିଲା। ବୁଦା ଆଢୁଆଳରେ ଲୁଚିଥିବା ଡାକୁମାନେ ଏସବୁ ଦୃଶ୍ୟ ଦେଖୁଥିଲେ। ଏପଟେ ରାମୁ ସେ ଗଛ ପାଖକୁ ଆସି କାହାକୁ ନ ପାଇବାରୁ ଯେତେବେଳେ ତା ବଳଦ ବାନ୍ଧିଥିବା ସ୍ଥାନକୁ ଫେରି ଆସିଲା, ଦେଖିଲା ବଳଦ ନାହିଁ। ସେ ଯୁବକ ବି କୁଆଡ଼େ ଚାଲିଯାଇଛି। ଏହା ଦେଖି ତା ପାଦ ତଳୁ ମାଟି ଖସିଗଲା। ସେ ମୁଣ୍ଡ ପିଟି କାନ୍ଦିବାକୁ ଲାଗିଲା। ଝିଅ ବାହାଘର ପାଇଁ ତାହାର ପଇସା ଦରକାର ଥିଲା। ତେଣୁ ଘରକୁ ଯାଇ ଆଉ ଗୋଟେ ବଳଦ ବିକ୍ରି କରିବାକୁ ହାଟକୁ ନେବା ପାଇଁ ବାହାରିଲା। ଏପଟେ ଡାକୁମାନେ ଦିବାକରର ବୁଦ୍ଧି ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। ସେ ତାକୁ ଆଉଥରେ ପରୀକ୍ଷା କରିବା ପାଇଁ କହିଲେ, ତୁ ରାମୁର ଗୋଟେ ବଳଦ ନେଇ ଆସିଲୁ, ତାହାର ଆଉ ଗୋଟେ ବଳଦ ଯଦି ନେଇ ଆସିବୁ ଆମ ଦଳର ତୁ ସର୍ଦ୍ଦାର ହୋଇ ରହିବୁ। ଡାକୁମାନଙ୍କ ସର୍ଦ୍ଦାର ହେବା କଥା ଶୁଣି ଦିବାକର ମନରେ ଲୋଭ ଆସିଗଲା। ସେ ପୁଣି ଥରେ ରାମୁର ଦ୍ୱିତୀୟ ବଳଦ ନେବା ପାଇଁ ଜଙ୍ଗଲ ଭିତରେ ଥିବା ବୁଦା ଆଢୁଆଳରେ ଯାଇ ଲୁଚିଗଲା। ଯେତେବେଳେ ରାମୁ ତା ପାଖାପାଖି ହୋଇଗଲା, ଦିବାକର ବଳଦ ପରି ଶବ୍ଦ କରି ବୋବାଇବାକୁ ଲାଗିଲା। ରାମୁ ଭାବିଲା, ମୋ ବଳଦ ବୋଧେ ଏଇ ଆଖପାଖରେ କୋଉଠି ଅଛି। ଏହାପରେ ସେ ଧରିଥିବା ବଳଦକୁ ସେଠାରେ ଥିବା ଏକ ଗଛରେ ବାନ୍ଧି ପ୍ରଥମ ବଳଦକୁ ଖୋଜିବା ପାଇଁ ଜଙ୍ଗଲ ଭିତରକୁ ଚାଲିଗଲା। ଏହି ସୁଯୋଗରେ ଦିବାକର ବୁଦା ଆଢୁଆଳରୁ ବାହାରି ଦ୍ୱିତୀୟ ବଳଦକୁ ଫିଟାଇ ସେଠାରୁ ଚମ୍ପଟ ମାରିଲା। ଯେତେବେଳେ ରାମୁ ବହୁ ଖୋଜାଖୋଜି କରି ବଳଦ ନ ପାଇଲା, ସେ ବାଧ୍ୟ ହୋଇ ଦ୍ୱିତୀୟ ବଳଦ ପାଖକୁ ଫେରି ଆସିଲା। ଦେଖିଲା ଗଛ ପାଖରେ ସେ ବଳଦ ବି ନାହିଁ। ତେଣୁ ଦୁଃଖରେ ମୁଣ୍ଡ ବାଡ଼େଇ କାନ୍ଦିବାକୁ ଲାଗିଲା। ଏପଟେ ଡାକୁମାନେ ଦିବାକରକୁ ଘରକୁ ନେଇ ଆସିଲେ। କଥା ଅନୁସାରେ ତାକୁ ନିଜ ଦଳର ସର୍ଦ୍ଦାର କରିଦେଲେ। ହେଲେ ତାର ଏତେ ବୁଦ୍ଧି ଦେଖି ମନେ ମନେ ତାକୁ ଭୟ କରୁଥିଲେ। ଏହା ଭିତରେ କିଛି ଦିନ ବିତିଗଲା। ଏପଟେ ରାମୁ ତା ଦୁଇଟି ଯାକ ବଳଦ ହରାଇ ଦେଇଥିବାରୁ ଝିଅ ବାହାଘର କରିପାରୁ ନଥିଲା। ଦିନେ ଡାକୁମାନେ ଚୋରି କରିବା ଉଦ୍ଦେଶ୍ୟରେ ଏକ ଦୂର ଗାଁକୁ ଯାଇଥାନ୍ତି। ସେଦିନ ଦିବାକର ବାହାନା ଦେଖାଇ ଘରେ ରହିଥାଏ। ଯେତେବେଳେ ଡାକୁମାନେ ଦୂରକୁ ଚାଲିଗଲେ, ଦିବାକର ସେ ଦୁଇଟି ଯାକ ବଳଦ ଧରି ରାମୁ ଘର ଆଡ଼କୁ ଗଲା। ସେଠାରେ ପହଞ୍ଚି ବଳଦ ଫିଟାଇ ଦେଇ ତା କବାଟକୁ ଜୋରରେ ବାଡ଼େଇବାକୁ ଲାଗିଲା। ରାମୁ ଯେମିତି କବାଟ ଖୋଲିଛି, ଦିବାକର ସେଠାରୁ ଦୌଡ଼ି ପଳାଇ ଆସିଲା। ସେ ଜାଣିଥିଲା ଯେତେବେଳେ ରାମୁ ବାହାରକୁ ଆସିବ ବହୁତ ଖୁସି ହେବ। ଏହା ପରେ ସେ ଜଙ୍ଗଲ ଭିତରେ ଥିବା ଡାକୁମାନଙ୍କ ଆଡ୍ଡାକୁ ଫେରି ଆସିଲା। ବୁଢ଼ାର ଗୋଡ଼ ହାତ ବାନ୍ଧି ସେଠାରେ ଯେତେ ସୁନା ରୂପା ଓ ଗହଣା ଗାଣ୍ଠି ଥିଲା ତାକୁ ଏକ ପୁଟୁଳିରେ ପୁରାଇଲା। ଡାକୁମାନଙ୍କର ଏକ ଘୋଡ଼ା ବାହାର କରି ତା ପିଠିରେ ବସି ନିଜ ଗାଁ ଆଡ଼କୁ ଚାଲିଲା। ପ୍ରାୟ ସନ୍ଧ୍ୟା ବେଳକୁ ଡାକୁମାନେ ତାଙ୍କ ଆଡ୍ଡାକୁ ଫେରି ଆସିଲେ। ବୁଢ଼ାଠାରୁ ସବୁ କଥା ଶୁଣି ଦିବାକର ଉପରେ ରାଗିବା ବଦଳରେ ବହୁତ ଖୁସି ହେଲେ। ସେମାନେ ଭାବୁଥିଲେ ଧନ ପଛେ ଚାଲିଯାଉ, ସେ ଚତୁର ଠକଠାରୁ ମୁକ୍ତି ମିଳିଛି, ବହୁତ ଭଲ ହୋଇଛି। ଏପଟେ ଦିବାକର ପ୍ରାୟ ସନ୍ଧ୍ୟା ବେଳକୁ ଘରେ ଆସି ପହଞ୍ଚିଲା। ତା ବାପା ଏତେ ଧନରତ୍ନ ଦେଖି ବହୁତ ଖୁସି ହେଲା। ପଚାରିଲା, ତୁ ଏତେ ଶୀଘ୍ର ଏତେ ଧନ କୋଉଠୁ ଆଣିଲୁ? ଦିବାକର ତା ବାପାଙ୍କୁ ବିସ୍ତାର ଭାବେ ସବୁ କଥା ଜଣାଇଲା। ବୁଢ଼ା କହିଲା, ତୁ ଡାକୁମାନଙ୍କ ଧନ ଲୁଟି ଆଣି ଭୁଲ କରିନୁ, ହେଲେ ତୋ ପାଇଁ ରାମୁର ଝିଅ ବାହା ହୋଇ ପାରିଲାନି, ବହୁତ ବଡ଼ ଭୁଲ ହେଲା। ଏହା ଭିତରେ କିଛି ଦିନ ବିତିଗଲା। ଦିନେ ଦିବାକର
ତା ବାପାଙ୍କୁ କହିଲା, ଆମ ପାଖରେ ଏତେ ଧନରତ୍ନ ଅଛି, ତମେ ଜମିଦାରଙ୍କ ଘରକୁ ଯାଇ ମୋ ବିଷୟରେ ତାଙ୍କ ଝିଅ ସହିତ ପ୍ରସ୍ତାବ ପକାଅ। ବୁଢ଼ା କହିଲା, ଜମିଦାର ଯଦି ପଚାରିବେ ତମ ପୁଅ କ'ଣ କରୁଛି, ମୁଁ ତାଙ୍କୁ କି ଉତ୍ତର ଦେବି? ଦିବାକର ତା ବାପାଙ୍କୁ ବାଧ୍ୟ କରିବାରୁ ବୁଢ଼ା ଜମିଦାରଙ୍କ ପାଖକୁ ଗଲା। କାନ୍ଦି କାନ୍ଦି ପାଦ ତଳେ ପଡ଼ିଗଲା। କହିଲା, ହଜୁର, ମୋ ପୁଅ ଆପଣଙ୍କ ଝିଅକୁ ବାହା ହେବାକୁ ଜିଦ୍ ଧରି ବସିଛି। ଏକଥା ଶୁଣି ଜମିଦାର ଭୀଷଣ ରାଗିଗଲେ। ସେ ତାଙ୍କ ରାଗକୁ ଚାପି ରଖି ନରମ କଣ୍ଠରେ ପଚାରିଲେ, ତୁମ ପୁଅ କ'ଣ କରୁଛି? ବୁଢ଼ା ତା ପୁଅ ବିଷୟରେ ସବୁ କଥା କହିଲା। ଜମିଦାର କହିଲେ, ଦିବାକର ଗୋଟେ ଗରିବ ଝିଅର ବାହାଘର ଭାଙ୍ଗି ମୋ ଝିଅକୁ ବାହା ହେବାକୁ କହୁଛି। ତାକୁ କହିବ, ପ୍ରଥମେ ମୁଁ ତା ପରୀକ୍ଷା ନେବି। ସେଦିନ ରାତିରେ ଜମିଦାର ଦିବାକରକୁ ଡକାଇଲେ। କହିଲେ, ମୁଁ ମାନୁଛି ତୁମେ ଗୋଟେ ବଡ଼ ଧରଣର ଠକ, ହେଲେ ତୁମ ଭିତରେ ଟିକେ ବି ମଣିଷ ପଣିଆ ନାହିଁ। ଯଦି ଥାନ୍ତା, ସେ ଗରିବ ରାମୁ ସହିତ ଅନ୍ୟାୟ କରି ତା ଝିଅ ବାହାଘର ଭାଙ୍ଗି ଦେଇ ନଥାନ୍ତ। ସେଦିନ ଜମିଦାରଙ୍କ କଥାଟା ଦିବାକରକୁ ବହୁତ ବାଧିଲା। ତା ମନରେ ପରିବର୍ତ୍ତନ ଆସିଲା। ସେ ଲୋକମାନଙ୍କୁ ଠକିବା ଛାଡ଼ିଦେଲା। ତା ପାଖରେ ଥିବା ପଇସାରେ ଏକ ବ୍ୟବସାୟ ଆରମ୍ଭ କରି ରାମୁର ଝିଅକୁ ବାହା ହୋଇ ଖୁସିରେ ରହିଲା।